ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା। ସୁରକ୍ଷାକର୍ମୀଙ୍କ ପ୍ରତି ବାରମ୍ବାର ଚ୍ୟାଲେଞ୍ଜ ଦିଆଯାଉଛି। ମାସକ ମଧ୍ୟରେ ମନ୍ଦିର ଭିତରକୁ 2-3 ଥର ପଶିଲା ହିଡେନ୍ କ୍ୟାମେରା। ଏବେ ପୁଣି ଜଣେ ଯୁବକ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ସୁଟିଂ କରୁଥିଲା ବେଳେ ଧରା ପଡ଼ିଲେ। ଘଣ୍ଟି ଦ୍ୱାର ନିକଟରେ ଅଭିଯୁକ୍ତକୁ ଧରିଛି ପୁଲିସ। ଯୁବକଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଛି ପୁଲିସ। ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟରେ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ 24 ପ୍ରଗଣା ଅଞ୍ଚଳର ଅରୁପ ରାୟ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ବାବଦରେ ପୁରୀ ଏସପି କହିଛନ୍ତି, ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏବଂ କଣ ଉଦ୍ଦେଶ୍ୟ ନେଇ ସେ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଯାଇଥିଲେ ତାର ତଦନ୍ତ ଚାଲିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ପୁଲିସ ମୋବାଇଲ ଫୋନ ଜବତ କରିବା ସହ ହିଡେନ୍ କ୍ୟାମେରା ସଂଯୁକ୍ତ ଚଷମା ମଧ୍ୟ ଜବତ କରିଛି ପୁଲିସ। ଶ୍ରୀମନ୍ଦିର ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ପ୍ରଶ୍ନ ଉଠୁଛି, ଗତ 3 ମାସ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷାରେ କ୍ରମାଗତ ଭାବେ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ମେଘନାଥ ପାଚେରୀ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ କିଛି ଦୁର୍ବୃତ୍ତ। ଏହାପରେ ହିଡେନ୍ କ୍ୟାମେରା ନେଇ ମନ୍ଦିର ଭିତରକୁ ପ୍ରବେଶ କରିଥିବାର ନଜିର ଆସିଛି। ଗତ କିଛି ଦିନ ମଧ୍ୟରେ ହିଡେନ୍ କ୍ୟାମେରାରେ 3ଟି ମାମଲା ସାମ୍ନାକୁ ଆସିଛି। ମାତ୍ର କାହିଁକି ବାରମ୍ବାର ଏଭଳି ଘଟଣା ଘଟୁଛି? ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ବାରମ୍ବାର ଏଭଳି ଭୁଲ କରିବାକୁ ଅନେକ ସାହସ କରୁଛନ୍ତି। କୌଣସି ଘଟଣା ପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳନ୍ତା, ହୁଏତ ଆଉ ଏଭଳି ଘଟଣା ଘଟାଇବା ପୂର୍ବରୁ କେହି ଚିନ୍ତା କରନ୍ତା। ହାଲକା ଭାବରେ ସବୁ ଘଟଣାକୁ ନେଇ ପୁଲିସ ଯଦି ଦୁର୍ବୃତ୍ତମାନଙ୍କୁ ବା ଉଚ୍ଛୃଙ୍ଖଳ ଯୁବକମାନଙ୍କୁ ଏଭଳି ଛାଡ଼ିଦେବ, ତେବେ ଭବିଷ୍ୟତରେ କୌଣସି ବଡ଼ ଦୁର୍ଘଟଣା ଯେ ନ ଘଟିବ ଏକଥାର ଗ୍ୟାରେଣ୍ଟି କିଏ ଦେଇପାରିବ? ବୋଧହୁଏ ଜଗନ୍ନାଥଙ୍କ ଭରସାରେ ଶ୍ରୀମନ୍ଦିର ସୁରକ୍ଷାକୁ ଛାଡ଼ି ଦେଇଛି ପୁଲିସ ପ୍ରଶାସନ। ସରକାର ଏବଂ ସରକାରୀ କଳ ମଧ୍ୟ ଚୁପ୍ ବସିଛି। ଏମିତି କୁହାଯାଇପାରେ, ମହାପ୍ରଭୁ ଆପଣ ନିଜେ ତ ଜଗତର ହର୍ତ୍ତା, ଜଗତର ରକ୍ଷାକର୍ତ୍ତା ଆପଣ ନିଜେ, ଏଣୁ ଆପଣ ନିଜେ ହିଁ ନିଜର ସୁରକ୍ଷା କରନ୍ତୁ। ନମସ୍କାର। ଅଧିକ ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ସତେଜ ଖବର, ସଠିକ୍ ଖବର, ଆମେ ଦେଖାଇବୁ ଖବର ପଛର ଖବର।